ନୀଳଗିରି ବୋଲି ଗୋଟେ ସୁନ୍ଦର ଗାଁଟିଏ ଥିଲା। ଗାଁଟି ଯେମିତି ଶାନ୍ତ ସରଳ ସେହିପରି ସୁନ୍ଦର ଥିଲା। ସେହି ଗାଁରେ ରହୁଥିଲେ ଦୁଇ ଭାଇ, ଜଣଙ୍କ ନାଁ ପରେଶ, ଜଣଙ୍କ ନାଁ ମହେଶ। ମହେଶ ଆଉ ପରେଶ ଦୁଇ ଜଣ ଯାକ ପିଲାଦିନରୁ ଗୋଟିଏ ଘରେ ହିଁ ବଢିଛନ୍ତି। ବାପା ମା ଯିବା ପରେ ଏକାଠି ରହୁଛନ୍ତି। ଏହା ଦେଖି ଗାଁର କୌଣସି ବି ଲୋକ ସହି ପାରନ୍ତି ନାହିଁ। ସମସ୍ତଙ୍କର ଦୁଇ ଜଣ ଯାକର ଭଲ ପାଇବା ଏବଂ ସମ୍ପର୍କ ଉପରେ ଈର୍ଷା ଥାଏ। ସମସ୍ତେ ଦୁଇ ଜଣ ଯାକ ଅଲଗା କରିବାକୁ ଚେଷ୍ଟା କରନ୍ତି। ଦିନକର କଥା, ମହେଶ ଆଉ ପରେଶ କଥା ହୁଅନ୍ତି। ପରେଶ, ଆଜି ଆମେ କ୍ଷେତରେ ନୂଆ ଚାରା ପୋତିବା। ତୋର ଏ କଥା ମନେ ଅଛି କି ନାହିଁ? ପରିଶ୍ରମ କଲେ ଫଳ ନିଶ୍ଚୟ ମିଳିବ। ମୁଁ ଚାହୁଁଛି ଆମେ ଦୁହେଁ ଏକାଠି ଆଗକୁ ବଢିବା। ଏହିପରି କଥା ଶୁଣି ପରେଶ ମହେଶକୁ ବହୁତ ଖୁସି କହେ, ଭାଇରେ, ମୁଁ ସବୁବେଳେ ତୋ ସହିତ ରହିବି। ଏଥିରେ ଆଉ କହିବାର କ'ଣ ଅଛି? ତୁ କିଛି ଚିନ୍ତା କରନା। ଗାଈ କାମ କରିବାକୁ ଯାଏ ପରେଶ ଏବଂ ମହେଶ କରେ ସବୁ ଚାଷବାସ କାମ। ଚାଷବାସ କାମରେ ସିଏ ସବୁ ଜାଣିଥିଲା, ତେଣୁ ସିଏ କରେ ଚାଷବାସ ଏବଂ ପରେଶ କରେ ଗାଈ କାମ। ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଗାଁରେ ହେଉଥିଲା ଶ୍ରେଷ୍ଠ ଯୁବକ ପ୍ରତିଯୋଗିତା, ଯେଉଁଠାରେ ସବୁ ପ୍ରକାରର ଯୁବକକୁ ପୁରସ୍କୃତ କରାଯାଉଥିଲା। ଯେଉଁଠି ଭଲ କୃଷକ, ଭଲ କଳାକାର, ଭଲ ଗୀତ ଗାୟକ, ଯୁବପିଢ଼ିମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ପ୍ରତିଯୋଗିତା ହେଉଥିଲା। ଗାଁର ସରପଞ୍ଚ ଆସନ୍ତି ଏବଂ ଅନେକ ପ୍ରକାରର ଭାଷଣ ଦିଅନ୍ତି, ସମସ୍ତଙ୍କୁ ଉତ୍ସାହିତ କରନ୍ତି ଏବଂ ଏହା ପରେ କିଛି ସମ୍ବୋଧନ କରି ସମସ୍ତ ଯୁବପିଢ଼ିମାନଙ୍କୁ ନାମ ଘୋଷଣା କରନ୍ତି। ଏହି ବର୍ଷର ଶ୍ରେଷ୍ଠ ଯୁବକ କୃଷକ ଭାବରେ ମହେଶକୁ ପୁରସ୍କାର ଦିଆଗଲା। ସମସ୍ତଙ୍କୁ ପୁରସ୍କୃତ କରିବା ପରେ ପୁଣି ଥରେ ଆଗାମୀ ବର୍ଷର ନିୟମାବଳୀକୁ ସରପଞ୍ଚ ମହାଶୟ ସେଠାରେ ଉପସ୍ଥାପନା କରନ୍ତି ଏବଂ ସମସ୍ତ କାର୍ଯ୍ୟ ସାରି ସେ ଘରକୁ ଫେରନ୍ତି। ବାଟରେ କିଛି ଲୋକ ମହେଶକୁ ଭେଟନ୍ତି ଏବଂ ତାକୁ କୁହନ୍ତି, ଆରେ ବାବା ମହେଶ, ତୁ ଏହି ବର୍ଷର ଶ୍ରେଷ୍ଠ ଯୁବ କୃଷକ ଭାବରେ ପୁରସ୍କୃତ ହୋଇଛୁ। ମୁଁ ତ ଆସିପାରିନଥିଲି, ଶୁଣିଲି ମାତ୍ର ଭାରି ଭଲ ଲାଗିଲା। ମୁଁ ଆଉ କଣ କହିବି ରେ ବାପା, ତମ ଭଳିଆ ଲୋକ ଆମ ଗାଁରେ ଯଦି ଭଲ ଚାଷବାସ କରିକି ରହିବ ନା, କାହିଁକି କିଏ ସହରକୁ ଯିବ ଭିକ ଭୁକ୍ତ ମାଗିବ? ଶାନ୍ତିରେ ଖାଇକି ଶୋଇବ। ଏହିସବୁ ଭଗବାନଙ୍କ କୃପା, ସବୁ ତ ତାଙ୍କରି ଇଚ୍ଛା। ମୁଁ ତ ନିମିତ୍ତ ମାତ୍ର। ହଉ ରାମ କାକା, ମୁଁ ଏବେ ଆସିଲି। ରାମୁ କାକାଙ୍କୁ ଏତିକି କହି ମହେଶ ସେଠାରୁ ଚାଲିଯାଏ ଏବଂ ସେଠାରେ ଦୂରରୁ ନିଧି ମଉସା ଆସନ୍ତି। ନିଧି ମଉସା ମଧ୍ୟ ଗାଁର ଗୋଟିଏ ଲୋକ ନା, ସେ ତ ହାଲଚାଲ ଜାଣିବା ନିଶ୍ଚୟ ଦରକାର। ବୃଦ୍ଧ ବୟସରେ କିଏ ଅବା ଖାଲିଟାରେ ବସିବ, ତେଣୁ ସେ ମଧ୍ୟ ପାଖକୁ ଆସି ପଚାରନ୍ତି, କିରେ ସନିଆ ଭାଇ, ତୁ ମହେଶକୁ କ'ଣ ତା ଜମିବାଡ଼ି ବିଷୟରେ ପଚାରୁଥିଲୁ? ସେ ଏଥର ଜିତିଛି, କିନ୍ତୁ ତାର ସାନ ଭାଇଟା ବସିକି ଖାଉଛି, କିଛି କାମକୁ ନୁହେଁ। ଲୋକଙ୍କର ଏହି କଥା କାନକୁ ଦି କାନ ହୁଏ। କିଛି ସହିପାରୁନଥିବା ଲୋକ ନାଟ ଲଗାଇବା ତ ତାଙ୍କ ଗୁଣ। ଏତିକି ବେଳେ ତା ପାଖକୁ ଆସନ୍ତି ଏବଂ ତାକୁ କୁହନ୍ତି, ଓହୋ, କି ହାଲିଆରେ ବାପା, ଟିକେ ନିଶ୍ୱାସଟା ମାରିଦିଏ ଭଲେଇକିରି। ଓହୋ, ଆରେ ବାପା ପରେଶ, ତୁ ଏଠି ବସିଛୁ? ହଁ, ବସିତେ ବସିତେ ଭଲେଇକିରି ଆଉ ଟିକେ ବଉନୁ। ତକିଆ ଗଦି ସବୁ ଆଣିକିରି ବସ। ତତେ ଟିକେ ଲାଜ ଲାଗୁନି? ତୋ ଭାଇ ସେଠି ଚାଷ ଜମି କରିକିରି ଭଲରେ ରହୁଛି, ତୁ ଶଳା ଅଯୋଗ୍ୟ ଭଳିଆ ଏଠି ସେଠି ବୁଲୁଛୁ, ବାର ଦ୍ୱାରା ସୁଣ୍ଡି ପିଣ୍ଡା ହଉଛୁ। ତତେ ଶଳା ଟିକେ ଲାଜ ଲାଗୁନି? ଛି 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 ଛି, କେମିତି ମଣିଷ ହେଇଛୁ କିରେ ତୁ? ବାପରେ, ଏବୁଠୁ ଯଦି ଦାଳ ନ ଉପାଡ଼ିବୁ ନା, ଭବିଷ୍ୟତରେ ବହୁତ ପସ୍ତେଇବୁ। ତୁ ଏମିତି ବସିଥିବୁ, ସିଏ କ'ଣ ତତେ ଖାଇବାକୁ ଦଉଥିବ କି? ନିଜେ ଭାବେ। ଆରେ, ସବୁ ସମ୍ମାନ ମହେଶକୁ, ମୁଁ ତ କେଉଁଥିରେ କମ୍ ନୁହେଁ। ଏଇଟା ସବୁ ଅନ୍ୟାୟ ହେଇଯାଉଛି। ପରେଶର ଏହିପରି କଥା ଶୁଣି ସୁବାସ କକା ବହୁତ ଖୁସି ହେଲା, କାରଣ ସିଏ ଚାହୁଁଥିଲା ଯେ ତାଙ୍କ ଦୁଇ ଭାଇ ମଧ୍ୟରେ କଳି ହଉ। ସେ ଏହି ମୌକାର ଫାଇଦା ଉଠେଇବା। ଶୁଣେ, ଆଜି ରାତିରେ ତୁ ଆମ ଘର ପାଖକୁ ଆସେ। ତୁ କେମିତି କ'ଣ କରିବୁ ତତେ ଠିକ ବାଟ ଦେଖେଇବି। ସୁବାସର ଏପରି କଥା ଶୁଣି ମହେଶ ଭାବେ, ସୁବାସ ବୋଧେ ଠିକ୍ କହୁଛି। ତାହେଲେ ମୋତେ ହିଁ କିଛି ଭିନ୍ନ କରିବାକୁ ପଡ଼ିବ। ଆରେ ପିଲାମାନେ, ବଡ଼ମାନେ, ଯିଏକୁ ଦେଖୁଛ ଦେଖ, ମୁଁ ତମ ଗୁରୁଜନ ପରିକା। ଆମ ଭିଡ଼ିଓ ଯାକ ଦେଖୁଛ, କିନ୍ତୁ ଲାଇକ୍, ସବସ୍କ୍ରାଇବ୍, ସେୟାର କରୁନ। ଏଗୁଡ଼ାକ ଟିକେ ବି କର, ଯାହାଫଳରେ ଆମକୁ ଖୁସି ଲାଗିବ ଆଉ ଭଲ ଭଲ ନୂଆ ନୂଆ ଆମେ ଗପ ଆଣିବୁ ତମମାନଙ୍କ ପାଇଁ।
ଆରେ ବାପା ପରେଶ ଶୁଣେ ଶୁଣେ, ତୁ ଏବେ ଯିବୁ ଯାହାକି ତାର ସେ ଯୋଉ ତଳି ଘୋରାଟା ନାଇଁ କି ସେଠାରେ ଯାହା ସବୁ ଯାକ ବିଷ ଢାଳି ଦେ, ଯାହା ଫଳରେ ତଳି ଘୋରା ନଷ୍ଟ ହେଇଯିବ ଆଉ ସିଏ କିଛି ବି ଫସଲ ଭଲ କରିପାରିବନି। ପରେଶର ମନ ବହୁତ ଚିନ୍ତିତ ଥିଲା, କିନ୍ତୁ ସୁବାସ ତାକୁ ମିଠା ମିଠା କଥା କହାଇ ତା ଜମିକୁ ପଠାଇ ଦେଲା। ଆରେ ହରିଆ ଶୁଣେ ଶୁଣେ, କାଲି ସକାଳେ ଦେଖ କେମିତି ହଉଛି ରମେଶ ଆଉ ପରେଶ ଭିତରେ ଏମିତି ଗଣ୍ଡଗୋଳ ଗୋଟେ ହେବ, ତୁ ଦେଖିବୁ। ଆରେ ହଁ ହଁ ସୁଭାଷ ଭାଇ କୁହ କୁହ, ହେଲେ ତାହେଲେ ତମେ ସେ କାମଟା ଲାଗି ପଡ଼ି କରିଦେଲ ନାଇଁ? ହଉ ହଉ ମୁଁ ସକାଳେ ଗଲେ ଦେଖିବା ହେଲା। କିରେ ଶଳା ତତେ ଏତେ ନିଦ ଲାଗୁଛି? ତତେ କଲ୍ କରି କହିବାଟା ଭୁଲ, ଏଇଟା ଅଯୋଗ୍ୟଟା କିରେ? ତତେ ତ କିଛି କାମ ଧନ୍ଦା ନାହିଁ, ଶଳା ଶୋଉତ ଖାଲି। ରଖେ ସେ ଫୋନ, ସିଏ ଆସିବ ହେରି ଆଉ ଥରେ ମୁଁ ନାମଟା ନେବି। ରଖେ ତୁ କଣ ଜାଣୁ ଶଳା ଶୋଉଛୁ ତ କରେ ଶୋ। ପରେଶ ସେଠାରୁ ଆସି ମନେ ମନେ ଭାବୁଥାଏ, ମୁଁ ଭାଇ ମହେଶ, ମୋତେ କ୍ଷମା କରିଦେବୁ ରେ, ପରିସ୍ଥିତିରେ ପଡ଼ି ମୁଁ ଏମିତି କରୁଛି। ପରେଶ ଏପରି ବ୍ୟସ୍ତ ଥିଲା ଯେ ସେ ଜାଣିନଥିଲା ଯେ ତାଙ୍କ ଗାଁରେ ଲାଗିଛି ସିସିଟିଭି ଏବଂ ସବୁ ଜିନିଷ ସେଠାରେ ରେକର୍ଡ ହେଉଛି। ବଂଶୀ କାକା ସରପଞ୍ଚଙ୍କ ଘରେ ରହି ସବୁ ଜିନିଷ ଦେଖୁଥିଲା ଏବଂ ସକାଳୁ ସକାଳୁ ଏହି କଥା ମହେଶ କାନକୁ ମଧ୍ୟ ଗଲା, କିନ୍ତୁ ମହେଶ ଜାଣିନଥିଲା ଯେ ତା ନିଜର ଭାଇ ପରେଶ ଏହିପରି କରିଛି। ସେ କ୍ଷେତକୁ ଯାଏ ଏବଂ କ୍ଷେତରେ ଏହିପରି ଅବସ୍ଥା ଦେଖି ବହୁତ ଦୁଃଖିତ ହୁଏ ଏବଂ ମନେ ମନେ ବହୁତ କଷ୍ଟ ପାଏ ଏବଂ ଭାବେ, ଆରେ ମୋ କ୍ଷେତ ଏପରି କିଏ କଲା? ଆରେ ମୁଁ ତ କାହାର କେବେ କ୍ଷତି କରିନାହିଁ। ହେ ଭଗବାନ, ମୋ ସହିତ ଏପରି କାହିଁକି ହେଉଛି? ସାହୁଆର ଆଜ୍ଞା, କାଲି ରାତିରେ ପରେଶ ଯାଇଥିଲା ମହେଶର ଜମିକୁ। ସେଠାରେ ଯାଇ କିଛି ଗୋଟେ କରିଛି, ଯାହାକି ସିସିଟିଭି ପ୍ରମାଣରୁ ଜଣାପଡ଼ୁଛି। ଶୁଣ ବଂଶୀ, ଏଇ କଥାଟିକୁ ଗୁପ୍ତ ରଖ, ଏହା ଯେପରି କାହା ପାଖରେ ନ ପହଞ୍ଚେ। କାଲି ସକାଳ ସଭାରେ ସମସ୍ତେ ଉପସ୍ଥିତ ଥିବା ସମୟରେ ଏହାକୁ ପ୍ରକାଶ କରିବା, ଯାହାଫଳରେ ପରେଶ ଅପମାନିତ ହେବ ଏବଂ ନିଜ ଭୁଲ ବୁଝିପାରିବ। ସରପଞ୍ଚଙ୍କର ଏହିପରି କଥା ଶୁଣି ବଂଶୀ କାକା ସବୁ ଜିନିଷ ଗୁପ୍ତ ରଖିଲେ, କିନ୍ତୁ ଗାଁରେ ଚାରିଆଡ଼େ ହାଲା ହୋଇଯାଇଛି ଯେ ମହେଶର ଜମି କିଏ ଗୋଟିଏ ନଷ୍ଟ କରିଛି। କିନ୍ତୁ ପରେଶ ଶାନ୍ତ ସରଳ ଭାବେ ଘରେ ଅଛି, କିନ୍ତୁ ମନରେ ମଧ୍ୟ ତାର ଦୁଃଖ ଥିଲା। ଏତିକି ବେଳେ ସରପଞ୍ଚ ମହାଶୟ ଡାକନ୍ତି, ଏହି ଗାଁରେ ଅନ୍ୟାୟ ସହିବା ଆମ ନିୟମରେ ନାହିଁ। ପରେଶ, ଏହି କାମ ତୁମେ କରିଛ କି? ପରେଶ ବହୁତ ଡରି ଯାଇଥିଲା, କିନ୍ତୁ ମହେଶର ମନରେ ବହୁତ ଦୁଃଖ ଥିଲା। ହଁ ସରପଞ୍ଚ ମହାଶୟ, ଏଇ କାମ ମୁଁ ହିଁ କରିଛି। ସରପଞ୍ଚ ମହାଶୟ ଚାହୁଁନଥିଲେ ଯେ ଦୁଇ ଭାଇଙ୍କ ମଧ୍ୟରେ କଳହ ହେଉ ଏବଂ ଅସୁବିଧାର ସମ୍ମୁଖୀନ ହୁଅନ୍ତୁ, ତେଣୁ ତାଙ୍କେ ବୁଝାଇବାକୁ ଯାଇ ଦୁଇ ଜଣ ଯାଙ୍କର ପରାମର୍ଶ ନିଅନ୍ତି ଏବଂ କୁହନ୍ତି, ସତ୍ୟ ସବୁବେଳେ ବାହାରକୁ ଆସେ। ମୋତେ କ୍ଷମା କରିଦିଅନ୍ତୁ, ମୁଁ ଈର୍ଷାରେ ଅନ୍ଧ ହୋଇଗଲି ଏବଂ ଏହିପରି କରି ବସିଲି। ପରେଶ ନିଜର ଭୁଲ ବୁଝିଯାଏ ଏବଂ ମହେଶକୁ ଶାନ୍ତ ଏବଂ ସରଳ ଭାବରେ କହେ, ଭାଇ ମୋତେ କ୍ଷମା କରିଦେ ରେ, ମୁଁ ତତେ ଭୁଲ ମାଗୁଛି, ତୋ ଗୋଡ଼ ତଳେ ପଡ଼ୁଛି ରେ। ପରେଶର ଏହିପରି କଥା ଶୁଣି ମହେଶ ତାକୁ କୁହେ, ଆରେ ପରେଶ, ତୁମେ ମୋର ଭାଇ, ମୁଁ ତୁମକୁ ଏପରି କଷ୍ଟ ଦେଇପାରିବି ନାହିଁ। ଭୁଲ ହୋଇଛି ମୁଁ ଜାଣିଛି, କିନ୍ତୁ ଭୁଲ ବୁଝିବା ହେଉଛି ସାହସୀ ଲୋକଙ୍କର ପରିଚୟ। ଦୁଇ ଭାଇଙ୍କର ଖୁସି କହିଲେ ନ ସରେ। ପରସ୍ପର ଦୁହେଁ ଦୁହିଁଙ୍କୁ କାନ୍ଧରେ କୋଳାକୋଳି ହୁଅନ୍ତି ଏବଂ ମିଶନ୍ତି ଏବଂ ସରପଞ୍ଚ ମହାଶୟ ଏହା ଦେଖି ଖୁସି ହୁଅନ୍ତି। ପ୍ରକୃତ ଦୋଷୀ ରୂପେ ଯିଏ ଏହି ନାଟଟି ଲଗାଇଥିଲା ସୁବାସକଙ୍କୁ ଡାକାଯାଏ ଏବଂ ତାଙ୍କୁ ମଧ୍ୟ ଦଣ୍ଡ ଦିଆଯାଏ ଏବଂ ବୁଝାଯାଇ କୁହାଯାଏ, ଏହିପରି ଖରାପ ପରାମର୍ଶ ଦେଉଥିବା ଲୋକ ଗାଁ ପାଇଁ ଭୟଙ୍କର। ଦୁଇ ଜଣ ଯାକ ଖୁସିରେ ଘରକୁ ଫେରନ୍ତି। ପୁଣି ଥରେ ଦୁଇ ଜଣ ଯାକ ଏଥର ଚାଷବାସ ଆରମ୍ଭ କରନ୍ତି, ମନ ଖୁସିରେ ରୁହନ୍ତି। ଏହି କାହାଣୀରୁ ଆମେ ଶିଖିଲେ ଯେ ଅଣ୍ଟି ଛୁରୀ ତଣ୍ଟି କାଟେ, ଅର୍ଥାତ୍ ନିଜ ଲୋକ ଶତ୍ରୁ ହେବା। ସମୟ ଆସିଲେ ଏହିପରି ପରିସ୍ଥିତି ହୋଇଥାଏ, କିନ୍ତୁ ଆମକୁ ସଜାଗ ରହିବାକୁ ପଡ଼ିବ।